ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଏକ ସୁନ୍ଦର ଭିଡ଼ିଓକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଗାଁ ଟୋକା ସନ୍ତୋଷ। ତେଣୁ ଏଇ ଭିଡ଼ିଓଟି ଆମର ଶିକ୍ଷା ସମ୍ବନ୍ଧୀୟ ଭିଡ଼ିଓଟା, ଯେଉଁଟା ଆମର ଷ୍ଟାଫ୍ ସିଲେକ୍ସନ୍ କମିଶନର ଯେଉଁ ପୋଷ୍ଟ ବାହାରିଥିଲା LTRର, ଆପଣମାନେ ଜାଣିଥିବେ LTR ତ ସାଂସ୍କ୍ରିଟର ବର୍ତ୍ତମାନ ପୋଷ୍ଟିଂ ସରିଲାଣି, ମାନେ ସରିବା ଉପରେ ଯାହା ଚାଲିଛି। ଆଉ ରହିଲା ଯେଉଁ ହିନ୍ଦୀଟା ତ ପରୀକ୍ଷା ତାର ସିଡ୍ୟୁଲ୍ ହେଇଯାଇଛି, ପରୀକ୍ଷା ଖୁବ୍ ଶୀଘ୍ର ହେବ। ଏବଂ ଆମର ଆଜି ଯେଉଁ ବିଷୟ ଅଛି, ଟପିକ୍ଟା ଅଛି, ସେଇଟା ହେଉଛି LTR TGT ଆର୍ଟ୍ସ ଆଉ TGT ଓଡ଼ିଆର ଯେଉଁ ଆମର ସରିଥିଲା ପରୀକ୍ଷାଟା ପ୍ରିଲିମିନାରୀ, ଏବଂ ତାପରେ ପରେ ମେନ୍ ବହୁତ ବିଳମ୍ବରେ ହୋଇଥିଲା। ବହୁତ ପ୍ରକାର ସଂଘର୍ଷ ଆଉ ଆନ୍ଦୋଳନ, ବିଭିନ୍ନ ପ୍ରକାର ପନ୍ଥା ନେଲା ପରେ ତାପରେ ଯାହା ହଉ ପରୀକ୍ଷା ସୁରୁଖୁରୁରେ ସରିଛି ଏବଂ ପିଲା ମଧ୍ୟ ପରୀକ୍ଷାରେ ଭଲ କୃତକାର୍ଯ୍ୟ କରିଛନ୍ତି ବୋଲି ମୁଁ ଯାହା ପିଲାମାନଙ୍କ ଠାରୁ ସୂଚନା ମିଳିଲା। ତେଣୁ ସାର ଯେଉଁ ଏକ୍ଜାମ୍ ହେଇଥିଲା ଆଉ ମେନ୍ର କେତେ ଆମର କଟଅଫ୍ ଯିବ, ସେଇଟା ସମସ୍ତଙ୍କ ମନ ଭିତରେ ଗୋଟିଏ କଳ୍ପନା ଜଳ୍ପନା ଉଙ୍କି ମାରିଛି। ତେଣୁ ସେ ବିଷୟରେ ଆମେ ଆଜି ଟିକେ ଆଲୋଚନା କରିବା ଏ ଭିଡ଼ିଓ ମାଧ୍ୟମରେ। ଏବଂ ଗୋଟେ ପ୍ରେଡ଼ିକ୍ସନ୍ ମୁଁ ବାହାର କରିଛି, ସେଇଟା ମୁଁ ଆପଣମାନଙ୍କୁ ମଧ୍ୟ କହିବି, ଯେଉଁଟା ନିହାତି କଟଅଫ୍ ମାର୍କ ଯେତିକି ଥିବ ତାହା 2-3 ମାର୍କ ବଢ଼ିଯାଇପାରେ କି 2-3 ମାର୍କ କମିଯାଇପାରେ, କିନ୍ତୁ ସେଇ ଭିତରେ ହିଁ କଟଅଫ୍ ଆପଣ ଦେଖିବାକୁ ପାଇବେ। ତେଣୁ ଭିଡ଼ିଓଟି ମୁଁ ତ ବିଳମ୍ବରେ ନିହାତି କରୁଛି, କାହିଁକିନା ଭିଡ଼ିଓଟି ବିଳମ୍ବରେ କରିବା କାରଣ ହେଉଛି ନା ଏଠି ସମସ୍ତଙ୍କର ଗୋଟିଏ ପରାମର୍ଶ ନେବା ପାଇଁ ପଡ଼େ, ଆଉ ସେଇ ପରାମର୍ଶ ଅନୁସାରେ ହିଁ ଆମର ନିହାତି ପ୍ରେଡ଼ିକ୍ସନ୍ଟା ତିଆରି କରିବାକୁ ପଡ଼େ। କାହିଁକିନା ଛୁଆମାନେ ଯେଉଁମାନେ ପରୀକ୍ଷା ଦେଇଛନ୍ତି ସେମାନେ ହିଁ ନିହାତି କହିପାରିବେ ଯେ ତାଙ୍କର କ'ଣ, ସେମାନେ କେତେ ଦୂର କରିଛନ୍ତି ଏବଂ କେତେ ସିଏ କୃତକାର୍ଯ୍ୟ ହୋଇପାରିବେ। ତେଣୁ ତାହାକୁ ନ ଦେଖିଲେ ଆମେ ମନ ଇଚ୍ଛା ଆଜି ପରୀକ୍ଷା ସରିଲା କାଲି ଆମେ ଏଇଟା କହିଦେବାଟା ଏଇଟା ଠିକ୍ ହେବନି। ତେଣୁ ଚାଲନ୍ତୁ ଆମେ ସେଇ ବିଷୟରେ ଟିକେ ଦେଖିବା। ଯେଉଁଟା ଆମର ଏଇଟା ଆପଣ ଦେଖିପାରୁଥିବେ, ମୁଁ ଆଉଟା ଯେଉଁଟା ଦେଖାଉଛି ଆପଣଙ୍କୁ, ଏଇଟା ଥିଲା ସେଇ ଯେଉଁ ପିଲାମାନେ ସବୁ ପରୀକ୍ଷା ଦେଇଥିଲେ ଆମର TGT ଆର୍ଟ୍ସ ଆଉ TGT ଓଡ଼ିଆ। ଦେଖନ୍ତୁ, ଏଇଟା ଗ୍ରାଣ୍ଡ ଟୋଟାଲ୍ ସେଇ 1488 ଆଉ ଓଡ଼ିଆରେ 496। ସେ ମଧ୍ୟରୁ ଫିମେଲ୍ ଥିଲେ 491 ଆଉ 164। ତେଣୁ ଏତିକି ଭିତରେ ଆମର ଥିଲା ପରୀକ୍ଷାଟି। ତେଣୁ ଆମର ବର୍ତ୍ତମାନ ଆଉ ଡେରି ନକରି ସେଇ ଆମର ପ୍ରେଡ଼ିକ୍ସନ୍ ଆଡ଼ିକି ଯିବା, ଯେ କେତେ ଆମର କଟଅଫ୍ ଯିବ। ତେଣୁ ଅନ୍ୟ କଥା ତ ବହୁତ ଅଛି, ତେଣୁ ସେ କଥା ପଛରେ ଆମେ ଆଲୋଚନା କରିବା। କିନ୍ତୁ ଆଜି ଏ ଭିଡ଼ିଓଟିରେ ସେଇ ପ୍ରେଡ଼ିକ୍ସନ୍ ବିଷୟରେ ଦେଖିବା ଯେ କେତେ ପ୍ରକୃତରେ କଟଅଫ୍ ଯିବ। ସେଇଟା ସମସ୍ତଙ୍କ ମନ ଭିତରେ ଗୋଟିଏ କଳ୍ପନା ଜଳ୍ପନା ଅଛି। ତେଣୁ ମୋର ପ୍ରାୟ କେତେଜଣ ଯେଉଁମାନେ ଅଛନ୍ତି ବନ୍ଧୁମାନେ, ସେମାନେ ମଧ୍ୟ କହିଲେ ନାଇଁ ଗୋଟେ ପ୍ରେଡ଼ିକ୍ସନ୍ ଭିଡ଼ିଓ ନିହାତି ଆପଣ ଟିକେ ଛାଡ଼ନ୍ତୁ, ଯେଉଁଟା ସମସ୍ତଙ୍କ ପାଇଁ ଗୋଟିଏ ନିହାତି ଗୋଟେ ଭଲ ସୂଚନା ହୋଇପାରିବ। ତେଣୁ ସେ ପ୍ରେଡ଼ିକ୍ସନ୍ଟି ମୁଁ ଆପଣମାନଙ୍କୁ ଲେଖିକି ତ ରଖିଛି, ତେଣୁ ମୁଁ ସେଇଟା ଦେଖାଉଛି, ଆଉ ଆପଣମାନେ ନିହାତି ଦେଖିଲେ ଜାଣିପାରିବେ। ଏଇଟା ସେଇ ଦେଖନ୍ତୁ କଟଅଫ୍ ମାର୍କ ଫର୍ TGT ଆର୍ଟ୍ସ ଆଣ୍ଡ ଓଡ଼ିଆ। ଏଇଟା ଆପଣ ଦେଖନ୍ତୁ TGT ଆର୍ଟ୍ସରେ ଯେଉଁଟା ମୁଁ ଯେତିକି ପିଲାମାନଙ୍କ ଠାରୁ ଯାହା ଆଲୋଚନା ପରେ ଯାହା ଶୁଣିବାକୁ ମିଳିଲା, ତେଣୁ ପ୍ରାୟ କୋଶ୍ଚିନ୍ର ଯେଉଁ ସ୍ତର ଥିଲା ସିଏ ପ୍ରାୟ ଥିଲା କ'ଣ ଆମର ନା ମଡରେଟ୍ ଥିଲା। ତେଣୁ ଏତେ ହାର୍ଡ଼ ନଥିଲା କି ଏତେ ଇଜି ବି ନଥିଲା। ଯାହା ବି କିଛି ଇଜି ଥିଲା କମ୍ ପଡ଼ିଥିଲା ଇଜି, ଆଉ ଯାହା ମଡରେଟ୍ ଥିଲା। ତେଣୁ ଏଇଟା ସେଇ TGT ଆର୍ଟ୍ସର ଦେଖନ୍ତୁ UR କଟଅଫ୍ଟା ଦେଖନ୍ତୁ ଆପଣ, ସେଇ କଟଅଫ୍ଟା ହିଁ ଆପଣଙ୍କ ସେଇ 98ରୁ 105 ଭିତରେ TGT ଆର୍ଟ୍ସର ଯିବ। ଆଉ ରହିଲା SCBC,
SCBC ସେଇ 95ରୁ 99 ଆଉ SCଟା ଯେଉଁ ରହିଲା ତାହା 80ରୁ 85 ଭିତରେ ହିଁ ସୀମିତ ରହିବ। ଆଉ STଟା ଯେଉଁ ରହିଲା ତାହା 40ରୁ 47 ବା 40ରୁ 47 ଭିତରେ ଆପଣ ଦେଖିବାକୁ ନିହାତି ପାଇବେ। ଇଏ ହେଉଛି TGT ଆର୍ଟ୍ସର ଯାହା ଥିଲା। ତେଣୁ ତାପରେ ଆମେ ଯିବା ଯେଉଁ TGT ଓଡ଼ିଆ। ତେଣୁ ଏ ବର୍ଷ ଗୋଟିଏ ନୂଆ ସିଷ୍ଟମ୍ ହେଲା, ବଦଳିଲା, ଯାହାଫଳରେ TGT ଓଡ଼ିଆ ଗୋଟିଏ ଅଲଗା କରାହେଲା। ଆଉ ସେଇ TGT ଓଡ଼ିଆ ବାଲା ସିଏ ବି ଆର୍ଟ୍ସରେ ଥିଲେ, କିନ୍ତୁ ତାଙ୍କୁ ଗୋଟେ ପୁଣି ଆଉ ଗୋଟେ କାଟାଗୋରୀ କରାହେଲା। ତେଣୁ ସେ ଯାହା ବି ହେଉ, ତେଣୁ ଦେଖନ୍ତୁ UR ପାଇଁ TGT ଓଡ଼ିଆର ଟା ଅଛି 87ରୁ ସେଇ 93 ଭିତରେ ହିଁ ଆପଣ ଦେଖିବାକୁ ପାଇବେ। ତେଣୁ ଏଇ ଯେଉଁ ପ୍ରେଡ଼ିକ୍ସନ୍ ଆପଣ 2 ମାର୍କ କି 3 ମାର୍କ ଏପଟ ସେପଟ ହେଇପାରେ, କିନ୍ତୁ ୟାର ଭିତରେ ହିଁ ପ୍ରେଡ଼ିକ୍ସନ୍ଟା ହିଁ ଆସିବ। ଆପଣ ନିହାତି ଦେଖିଲେ ତାପରେ ଜାଣିପାରିବେ, ତାପରେ କହିବେ ନାହିଁ ପ୍ରକୃତରେ ଭିଡ଼ିଓରେ କିଛି ଥିଲା। SCBC ଦେଖନ୍ତୁ ସେଇ 82ରୁ 86, 82ରୁ 86 ଭିତରେ ହିଁ ଆସିବ। ତାପରେ SCB ସେଇ 50ରୁ 56 ଆଉ ST ହେଉଛି 35ରୁ 40। ଏଇଠି ଗୋଟେ ପ୍ରଶ୍ନ ଆପଣମାନଙ୍କ ମନରେ ନିହାତି ଆସୁଥିବ ଯେ ଏଇଟା ଯେଉଁ ରହିଲା ଆମର TGT ଆର୍ଟ୍ସଟା ଅଧିକ ଯିବ, ଆଉ ଏଇଟା ତ TGT ଓଡ଼ିଆ ଏଇଟା କଟଅଫ୍ଟା କାହିଁକି ଅଧିକ ନ ଯିବ? ଶୁଣନ୍ତୁ, ଏଇଟା ଗୋଟେ ନୂଆ କାଟାଗୋରୀ କରାହେଇଛି ଯେହେତୁ, ତେଣୁ ଏଇଟା ଏତେ କଟଅଫ୍ ନିହାତି ଯିବ ନାହିଁ। ଆପଣମାନେ ନିହାତି ରେଜଲ୍ଟ ଆସିଲା ପରେ ହିଁ ନିହାତି ଦେଖିବାକୁ ପାଇବେ। ତେଣୁ ସବୁଥିରେ ଧୈର୍ଯ୍ୟ ତ ଟିକେ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ତାପରେ ହିଁ ଆପଣ ତୁଳନା କରିବେ ପ୍ରକୃତରେ କ'ଣ ନିହାତି ମାନେ କଟଅଫ୍ କେତେ ହିଁ ଆସୁଛି। ତେଣୁ ଯାହା ତ ଜଣାପଡ଼ୁଛି ଆଗାମୀ ସପ୍ତାହେ ଭିତରେ ହିଁ ଆପଣଙ୍କ ପାଖରେ କଟଅଫ୍ ଆସି ପହଞ୍ଚିଯିବ। ତେଣୁ ଆଉ ସମୟ ଡେରି ନାହିଁ। ତେଣୁ ମୁଁ ତ ନିହାତି ଟିକେ ଲେଟ୍ରେ ପୋଷ୍ଟ କରୁଛି, ହେଲେ ବି ଏଇଟା ଥିଲା ଆପଣମାନଙ୍କ ପାଇଁ ଗୋଟିଏ ଯେଉଁ କଟଅଫ୍ର ପ୍ରେଡ଼ିକ୍ସନ୍। ତେଣୁ ଆପଣମାନେ ନିହାତି ଦେଖି ଜାଣିପାରୁଥିବେ। ତେଣୁ ୟାରି ଭିତରେ ହିଁ ଆପଣମାନଙ୍କୁ ନିହାତି ଆସିବ କେଉଁଟା ଆମର ନା କଟଅଫ୍। ତେଣୁ ଆପଣମାନେ ଜମା ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତେଣୁ ପିଲାମାନେ ପ୍ରାୟ ମାନେ କେତେ ରହିବ, କ'ଣ ରହିବ, କେତେ ଯିବ କଟଅଫ୍, ତେଣୁ ୟାରି ଭିତରେ ହିଁ ଆପଣମାନଙ୍କୁ ଆସିବ। ତେଣୁ ୟାଠୁ ଯେଉଁମାନଙ୍କର ଆପଣଙ୍କର କମ୍ ରହୁଛି, ମୁଁ ଯେତିକି ପ୍ରେଡ଼ିକ୍ସନ୍ ଦେଇଛି ତାଠୁ ଯଦି କମ୍ ରହୁଛି, ତେଣୁ ଆଗାମୀ ପରୀକ୍ଷା ପାଇଁ ଆପଣମାନେ ଯେଉଁମାନେ ରହିଲେ ସେମାନେ ହିଁ ଚେଷ୍ଟା ଜାରି ରଖନ୍ତୁ। ତେଣୁ ଆଗାମୀ ଦିନରେ ତ ବହୁତ ପୋଷ୍ଟ ଆସିବ, ଆଉ ମନ ଖରାପ କରିବାର କିଛି ନାହିଁ। ତେଣୁ ଜୀବନ ତ ସଂଘର୍ଷମୟ। ତେଣୁ ଏଇସବୁ ଥିଲା ଆପଣମାନଙ୍କ ପାଇଁ ସୂଚନା। ଯେଉଁମାନେ ଭାବୁଥିବେ ଯେ ଭାଇ 120 ପଳେଇବ, 130 ପଳେଇବ, ନା ସେଇଟା କଦାପି ହେବ ନାହିଁ। ରେଜଲ୍ଟ ହିଁ ଆସିଲେ ଆପଣମାନେ ଦେଖିପାରିବେ ପ୍ରକୃତରେ। ଆଉ ବହୁତ ଲୋକ ତ ବହୁତ କଥା କହିବେ, 120 ଯିବ, 130 ଯିବ। ତେଣୁ 120, 130 ଯଦି ଯିବ, ତାହେଲେ ସମସ୍ତେ ସେତିକି କ'ଣ 120, 130 କରିବେ? ନା, ତା ନୁହେଁ। ତେଣୁ ଆଗାମୀ ଯେଉଁ ଇଏର ଏକ୍ଜାମ୍ର ଯେଉଁ ହେଇଛି ଆଗରୁ TGT ସବୁ, ତାକୁ ଯଦି ତୁଳନା କରିବେ ଆପଣମାନେ ଦେଖିପାରିବେ ସେଇ ପାଖାପାଖି ସେଇ 4-5 ମାର୍କର ଫରକ ରହିବ, ନହେଲେ ଆଉ କିଛି ନାହିଁ। ତେଣୁ ଏଥିରେ ତ ଆମର TGT ଓଡ଼ିଆରେ ପିଲା ଅଲଗା ଯେହେତୁ କାଟାଗୋରୀ ହେଇଗଲା, ତେଣୁ ଏଥିରେ ବହୁତ କମ୍ ପିଲା ଥିଲେ। ଆଉ ରହିଲା TGT ଆର୍ଟ୍ସ। ତେଣୁ ଆପଣମାନେ ଏଇ ପ୍ରେଡ଼ିକ୍ସନ୍ଟାକୁ ନିହାତି ମନେ ରଖିଥିବେ, ଆଉ ଜାଣିବା ପାଇଁ ପ୍ରକୃତରେ କ'ଣ ନା ପ୍ରେଡ଼ିକ୍ସନ୍ଟା ରେଜଲ୍ଟ ଆସିଲେ ହିଁ ଜଣାପଡ଼ିବ। ତେଣୁ ମୁଁ ଭାବୁଛି ଭିଡ଼ିଓଟା ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ତେଣୁ ଭଲ ଲାଗିଥିଲେ ଗାଁ ଟୋକା ସନ୍ତୋଷ ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରିବେ। ଆଉ ଏଇଭଳି ଶିକ୍ଷା ସମ୍ବନ୍ଧୀୟ ଭିଡ଼ିଓ ମୋ ଚ୍ୟାନେଲ ମାଧ୍ୟମରେ ଆପଣମାନେ ପାଇପାରିବେ। ତେଣୁ ରଖୁଛି, ଆଜି ତ ସମୟ ହୋଇଯାଇଛି। ପୁଣି ଦେଖା ହେବ ଆପଣମାନଙ୍କ ସହିତ ଆଉ ଗୋଟିଏ ସୁନ୍ଦର ଆଉ ନୂଆ ଭିଡ଼ିଓରେ। ରଖୁଛି, ଭଲରେ ଥାଆନ୍ତୁ ସମସ୍ତେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।